ଜଗନ୍ନାଥ ଆମର ଆରାଧ୍ୟ। ଆମେ ସବୁ ସକାଳୁ ଉଠିଲେ ତାଙ୍କ ଦର୍ଶନ କିନ୍ତୁ ଆମେ ତାଙ୍କ ଲାଗି ଆମ ସଂସାର ଚାଲିଛି। ଭାରତ ବର୍ଷ ନୁହଁ, ସାରା ବିଶ୍ୱ ଜଗନ୍ନାଥ ଯୋଉ ମନମାନି କରୁଛି ଅଦିନିଆ ରଥଯାତ୍ରା କରୁଛି, ଆକୁ କେମିତି ଦେଖନ୍ତୁ? ତାକୁ ତୁରନ୍ତ ରୋକାଯିବା ଦରକାର। ଏବାର ଉପାୟ କରି ତାକୁ ତୁରନ୍ତ ରୋକାଯିବା ଦରକାର। କେମିତି ଏ ଜିନିଷ ନ ହବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର। ଯେତେବେଳେ ଆପଣ ଦେଖିବେ ଆମେରିକାର ବୋଷ୍ଟନ ସହରରେ ହାତ ରଖିକିରି ଟ୍ରକରେ ନିଆଯାଉଛି, ଗାଡିରେ ନିଆଯାଉଛି, ଆଘାତ ପାଉଛନ୍ତି ନା? ନିଶ୍ଚୟ ଭାବ ପ୍ରତି ଆଘାତ ରହିବ। ନିଶ୍ଚିନ୍ତ ଆମେ ଓଡିଆ ସଂସ୍କୃତିର ଲୋକ, ଜଗନ୍ନାଥ ଆମର ମହାପ୍ରଭୁ, ଆମର ନିଶ୍ଚିତ ରହିବ। ଆମ ଭାବ ପ୍ରତି ମାନେ ରହିବ ଏ ଜିନିଷ। କାହିଁକି ଆଘାତ ହବନି? ଆଜ୍ଞା ଆମ ଦେବତାଙ୍କୁ ଜଣେ ରାସ୍ତାରେ ଚଲେଇ ନେବେ, ଏଇ ଟଲି ଉପରେ ବସେଇ ଭଙ୍ଗା ହାତ ନଗେଇ ଏମିତି କରି ଆମକୁ ଆମେ ସହିବୁ ଏ କଥା? ଏହା ବିରୁଦ୍ଧରେ ଯେତେବେଳେ ହିନ୍ଦୁ ମହାସଭା ଯେତେବେଳେ ତାତିବ, ସେତେବେଳେ ଦେଖିବେ ଆପଣ ପରିସ୍ଥିତି କଣ ହବ। ଇସ୍କନ ଯୋଉ ମନମାନି କରୁଛି ଏଟା ଠିକ କରୁଛି ନା? ନିଶ୍ଚିତ ଭାବେ ଭୁଲ। ଏଥିପାଇଁ ସେ ଦଣ୍ଡ ପାଇବା ମଧ୍ୟ ଉଚିତ। ଏ ଦିଗରେ ଶଙ୍କରାଚାର୍ଯ୍ୟ ଉଦ୍ୟମ କରି ତାକୁ ଦଣ୍ଡ ବିଧାନ କରିବା ଉଚିତ। ଯେତେବେଳେ ଗଜପତି ତାକୁ ଏତ ବାରଣ କରାଯାଇଥିଲା, ଗଜପତି କହିଥିଲେ ଯେ କିଏ କରିପାରିବେ ନାହିଁ। ଆଜ୍ଞା କହିଥିଲେ, ସେ ମାନୁନାହାନ୍ତି। ତେଣୁ ଏ ବିଷୟରେ ସମସ୍ତେ ଏକତ୍ରିତ ହୋଇ କେମିତି ସେ ମାନିବେ, ସେ ବ୍ୟବସ୍ଥା କରିବାକୁ ପଡିବ।